ପିଲାମାନେ ତୁମେ ମାନେ କେବେ ବ୍ୟାଙ୍କ ଯାଇଛ? ବ୍ୟାଙ୍କରେ ଆମେ କ'ଣ କରୁ? ବ୍ୟାଙ୍କରେ ଆମେ ପଇସା ରଖୁ, ନହେଲେ ଆମେ କ'ଣ କରୁ ପଇସା ଆଣୁ କିଛି ଦିନ ପାଇଁ, ଧାର ଆଣୁ ବ୍ୟାଙ୍କ ଠାରୁ। ଦେଖ, ମୁଁ ଥରେ ବ୍ୟାଙ୍କ ଗଲି ଏବଂ 1000 ଟଙ୍କା ବ୍ୟାଙ୍କରେ ରଖିଦେଇକି ଆସିଲି। ଏବେ ଯେତେବେଳେ ବର୍ଷେ ପରେ ଗଲି ବ୍ୟାଙ୍କ ଆକାଉଣ୍ଟ ଦେଖିଲି, ମୁଁ କେତେ ଟଙ୍କା ଥିଲା? 1012 ଟଙ୍କା ଥିଲା। ଯଦି ମୁଁ 1000 ଟଙ୍କା ରଖିଲି 1012 ଟଙ୍କା ଆସିଲା କେମିତି? ଏଇ 12 ଟଙ୍କା ଅଧିକା ଆମକୁ କେମିତି ମିଳିଲା? ଆମେ ଯେତେବେଳେ 1000 ଟଙ୍କା ବ୍ୟାଙ୍କରେ ରଖିଲେ ବ୍ୟାଙ୍କ କ'ଣ କଲା, ଆମର ଏଇ 1000 ଟଙ୍କାକୁ ନେଇକି ତା କାମରେ ଲଗେଇଲା। ସେଥିଲାଗି ଯେତେବେଳେ ମୁଁ ବର୍ଷେ ପରେ ଯାଇ ଦେଖିଲି ମୋ ବ୍ୟାଙ୍କ ଆକାଉଣ୍ଟରେ 12 ଟଙ୍କା ମୋତେ ଅତିରିକ୍ତ ମିଳିଛି। ତେଣୁ ଏଠି 1000 ଟଙ୍କାରେ 12 ଟଙ୍କା ମିଶିକିନା ହେଇଛି 1012 ଟଙ୍କା। ଏବେ ଏଇ 1000 ଯେଉଁ ପଇସାଟା ମୁଁ ରଖିଲି 1000 ଟଙ୍କା, ଏହାକୁ ଆମେ କହୁ ମୂଳଧନ। ତାପରେ ବ୍ୟାଙ୍କ ମୋତେ ଯେଉଁ ଦେଲା 12 ଟଙ୍କା ଅତିରିକ୍ତ ପଇସା ଯେଉଁ ଦେଲା, ଏଇ 12 ଟଙ୍କା ହେଲା କ'ଣ? ସୁଧ। ଏବଂ ମୂଳଧନରେ ଯେତେବେଳେ ସୁଧ ମିଶିଲା, ବର୍ଷେ ପରେ ମୁଁ ଯାଇ ଦେଖିଲି 1012 ଟଙ୍କା ଅଛି, ଏଇଟାକୁ ଆମେ କ'ଣ କହୁ? ସମୂଳ ସୁଧ। ବୁଝିପାରିଲ? ଏବେ ଆମେ ଆଉ ଗୋଟେ ଉଦାହରଣ ଦେଖିବା। ଏଥର ମୁଁ ବ୍ୟାଙ୍କ ଗଲି, କିନ୍ତୁ 1000 ଟଙ୍କା ଆଣିବା ଲାଗି ଗଲି। ତେଣୁ ବ୍ୟାଙ୍କକୁ ମାଗିଲି 1000 ଟଙ୍କା ଦିଅ। ତେଣୁ ମୋତେ 1000 ଟଙ୍କା ଦେଲେ। ଏବେ ମୁଁ 1000 ଟଙ୍କା ଆଣିଲି 2 ବର୍ଷ ପାଇଁ। 1000 ଟଙ୍କାକୁ ଯେତେବେଳେ ମୁଁ ଫେରେଇଲି, ମୁଁ କେତେ ଫେରେଇଲି? 1050 ଟଙ୍କା ମୁଁ ଫେରେଇଲି। ଏବେ ଏଠି କ'ଣ କଲି? ମୁଁ 50 ଟଙ୍କା ବ୍ୟାଙ୍କକୁ ଅଧିକା ଦେଲି। କାରଣ ମୁଁ ନେଇଥିଲି 1000 ଟଙ୍କା, 50 ଟଙ୍କା ମୁଁ ବ୍ୟାଙ୍କକୁ ଅଧିକା ଦେଲି। ତେଣୁ ଏଇ 50 ଟଙ୍କା ଯେଉଁ ଅଧିକା ଦେଲି, ମୁଁ ଏଇଟା କ'ଣ? ସୁଧ ଦେଲି। ବୁଝିପାରିଲ? ଏଇଟାକୁ କୁହନ୍ତି ସୁଧ। ଏବଂ ଏଠି ବି 1000 ଟଙ୍କା ମୂଳଧନ ଏବଂ 1050 ହେଉଛି କ'ଣ? ସମୂଳ ସୁଧ। ବ୍ୟାଙ୍କ ମୋତେ 1000 ଟଙ୍କା ଦେଲା ଯେଉଁଟାକି ମୂଳଧନ, ତାକୁ ମୁଁ 50 ଟଙ୍କା ଅଧିକା ଦେଲି ସୁଧ। କାରଣ ଏଇ 1000 ଟଙ୍କାକୁ ମୁଁ 2 ବର୍ଷ ପାଇଁ ଆଣିଲି, ନିଜ କାମରେ ଲଗେଇଲି। ତେଣୁ ମୋତେ ବ୍ୟାଙ୍କକୁ ଅଧିକା ଦେବାକୁ ପଡ଼ିବ। ବ୍ୟାଙ୍କ କହିଲା ମୋତେ 50 ଟଙ୍କା ଅଧିକା ଦିଅ। ସେଇ 50 ଟଙ୍କା ହେଲା ସୁଧ। ଏବଂ ସମୁଦାୟ ମୁଁ କେତେ ଦେଲି? 1000 ଟଙ୍କା ବି ଦେଲି, ଏ ସୁଧ ବି ଦେଲି। ତେଣୁ 1050 ଟଙ୍କା ଦେଲି। ଏଇ ଗୋଟେ ହେଲା ସମୂଳ ସୁଧ।